ହ୍ୟାଲୋ। ହ୍ୟାଲୋ। ଏଇ ପିଙ୍କୁ ଭାଇ। ହଁ ଭାଇ। ଆଉ କଣ ହେଇଛି କହିଲ? ହେ ଭାଇ ମୋବାଇଲ ଫୋବାଇଲ ଚୋରି ହେଇଯାଇଛି ଘରୁ ସବୁ। ଆ ମୋବାଇଲ ଏକା ଚୋରି ହେଇଯାଇଛି ଯେ କିନ୍ତୁ କଣ ପାଇଁ କହିଲ ମୁଁ କହୁଛି ମାନେ ମୋବାଇଲ ଘରୁ ଚୋରି ହେଇଯାଇଛି ତ ତମେ ଭିଡିଓ ପକେଇଛ ମୁଁ ତମ ଭିଡିଓ ଦେଖିଲି। ହେଲା। ହୁଁ। ଆଉ ଏଇ ଯୋଉ ଇଏ ଯୋଉ ସ୍କାନର ପକେଇଛ ହେଟା ତମେ କହିଛ ତମର ଏଠି ଯିଏ ସଭାପତି ଉପସଭାପତି ଅଛନ୍ତି କାହାଠୁ ପରମିସନ ଆରେ ନେଇକି କଣ କି ଏବେ ମାନେ ଦେଖ ଇଆଡେ ସିଆଡେ ମୁଁ ଦୌଡା ଦୌଡି କରୁଛି। ଏ କଣ? ସେଇଟା ପକେଇବାର କାରଣ କମେଣ୍ଟ ବକ୍ସ ଦେଖିଛ କି ନାଇଁ? ହଁ ଦେଖିଛି। ହଁ ସେଇଗୁରାରେ ଦିଟା କମେଣ୍ଟ ଟିକେ ଦେଖ କଣ କଣ ଲେଖା ହେଇଛି। ହଁ କଣ ହେଇଛି କହୁନ? ସେ ଭିଡିଓ ଟାକୁ ଯାଇ କମେଣ୍ଟ ଦେଖୁନ ତାପରେ କହିବ କଣ ହେଇଛି। କମେଣ୍ଟ ତ ଦେଖିବା ଯେ କିନ୍ତୁ ମୁଁ କଣ ହେତିକିବେଳେ ଫାଷ୍ଟ ପାଞ୍ଚ ଦଶଟା କମେଣ୍ଟ କଣ ଆସିଥିଲା ମୁଁ ପଢିଥିଲି ଆଉ ହୁଁ ବାକି ଖାଲି ଯୋଉ ଲଭ ଚିହ୍ନରେ ଆସିଥିଲା ତେଣୁକରି ଇଏ କଣ ହେଇଛି କଣ କହୁନ? ଆରେ ଭାଇ କିଛି ହେଇନି ଆମ ଘରୁ ତିନିଟା ମୋବାଇଲ ଚୋରି ହେଇଗଲା। ହଁ। ହଁ 10,000 ହଁ। ଟଙ୍କା। ସେତିକି ହେଇଛି ଆଉ କଣଟା ହବ ନା କଣ କିଏ ଘର ଦ୍ୱାର କଣ ବିକି ଖାଇଦେଲା ନା କଣ? ନାଇଁ ନାଇଁ ଘର ଦ୍ୱାର ବିକିକି ଖାଇବା କଥା କହୁନି ଯେ ମୋ କହିବା କଥା କଣ କହିଲ ଗୋଟେ ଜିନିଷ ହଉଛି ଯୋଉ ସ୍କାନର କଣ ତମେ ଭଲ ଭାବରେ ଜାଣିଛ ତମେ ବି ସବୁଥିରେ ରହୁଛ ନା ତ ତେଣୁକରି ଯୋଉ ମେନ୍ ଜିନିଷ ହଉଛି ସ୍କାନର ପକେଇବା ଇଏରେ ଭିଡିଓ ଫିଡିଓରେ କି ଆମର ଧର ଏଇ ଯୋଉ ଚାନେଲ ଫାନେଲ କୋଉଥିରେ ସ୍କାନର ପକେଇବା କିଛି ନିୟମ ନାହିଁ ଜାଣିଲ କି ସୋସିଆଲ ମିଡିଆରେ। ସବୁଠି ଅଛି ଭାଇ। ସବୁଠି ଅଛି ବୋଲି କିଏ କହିଲା? ମୁଁ କହୁଛି। ମାନେ କଣ ଯୋଉ ତମର ଏଠି ଯୋଉ ତମ ଏଟା ମିଟିଂ କରିଥିଲ କହିଥିଲେ ନା କଣ? ସେଇଟା କିଏ କାହିଁ କହିବ? ଆଉ ତାହେଲେ ଗୋଟେ ଯୋଉ ସୋସିଆଲ ମିଡିଆରେ ତମେ ଯୋଉ ଇଏ କରୁଛ ସେଇଟା ଓଡିଶା ପେଟ୍ରୋଲ ମହାସଂଘ ଇଏ ସେଠି ପଛରେ ହେଇ ଭାଇ ମାନେ କହିବେ କହିକି ଓଡିଶା ପେଟ୍ରୋଲ ମହାସଂଘ ସିଏ ମୋବାଇଲ ହଜି ଯାଇଥିଲା ଆଉ ଆମେ ପଇସା ଦେଲୁ ସେ ପଇସା ଇଏ ସାହାଯ୍ୟ କଲୁ କି ପଇସା ଖାଇ ସେଇଟା କିଏ କହିବ? ସୋସିଆଲ ମିଡିଆରେ ଯୋଉ ପଇସା ଅପଲୋଡ ମାନଙ୍କୁ ତମେ କହିଛ ନା ତ ତେଣୁକରି ସେମାନେ କିଛି କହିବେନି। ଓହୋ ହଉ କହିବି ସେଇଟା ତ ମୁଁ ତ ସେଇଟା ଚାହୁଁଛି କିଏ କଣ କହୁଛି ବୋଲି। ସେଇଟା ତମେ ଚାହିଁଲେ କେମିତି ହବ ଯେ ମାନେ ଧର ତମେ ଗ୍ରୁପରେ ଅଛ ନା ଯେହେତୁ ତମକୁ ମାନେ ସବୁଠୁ ସମସ୍ତେ ଗୋଟେ ଭିଡିଓ କରୁଛ ପରିଶ୍ରମ ବି କରୁଛ ଆଚ୍ଛା ଆଚ୍ଛା କଣ ମତେ ଗୋଟେ ଦଉଛ। କଥା କୁହ ଗୋଟେ ଯଦି ଆମର ଅପରେଟର ଭାଇ ବି ଡେଥ ହେଇଯାଉ କିମ୍ବା ଆକ୍ସିଡେଣ୍ଟ ହେଇଯାଉ କିମ୍ବା ତାର ମେଡିକାଲ କେସ୍ ପଡୁ ହଁ। ଆଉ ତାହେଲେ ସେଇଟା ବି ପକେଇ ପାରିବା କି ପାରିବାନି? ସେଇଟା ଇଏ ମିଡିଆରେ ତମେ ସେଇଟା ପାରିବା। ଶୁଣ ଭିଡିଓ ଟା ପଢିବାର ଅଛି ନା ମିଡିଆରେ ସ୍କାନର ପଢିବା କୌଣସି ରୁଲସ ନାହିଁ ତମେ ତ ତ ତେଣୁକରି ଟୋଟାଲ ଭାଇ ସୋସିଆଲ ମିଡିଆ ଟା ତମେ ଓଡିଶା ଅପରେଟର ମହାସଂଘ କରିଦେଲ ଯେମିତି କି ଆମର ହ୍ଵାଟସଆପ ଗ୍ରୁପ ରେ ଯେମିତି ଅଛି। ହଁ। ହଁ ସେ ଶୁଣ ହ୍ୱାଟସଆପ ଗ୍ରୁପରେ ଯୋଉ ଆମର ସ୍କାନର ପକେଇବା କିଛି ରୁଲସ ନାହିଁ। ସ୍କାନର ପକେଇବାକୁ ଟୋଟାଲ ସ୍ୱତନ୍ତ୍ର ଅଛନ୍ତି ଆପଣଙ୍କ ଜିଲ୍ଲାରେ ଯିଏ ଅଛି ସିଏ ସ୍କାନର ପକେଇ ପାରିବ ବ୍ଲକରେ ଯିଏ ଅଛି ସିଏ ସ୍କାନର ପକେଇ ପାରିବେ ଗ୍ରୁପ ରେ ପକେଇ ଆମ ପାରିବେ କିନ୍ତୁ ଆମ ହେଲେ ମିଡିଆ ଆମ ମାଧ୍ୟମରେ ଜିଲ୍ଲାରେ ନୁହେଁ ଆଁ ଆମ ଜିଲ୍ଲାରେ ଧର ତମ ଜିଲ୍ଲାରେ ଯଦି ତମର ତମେ ଯୋଉ ଭାଇ ତମେ କୋଉ ଗ୍ରୁପରେ ଜଏନ ଅଛ କହିଲ ବାବା ବିଶ୍ଵକର୍ମା ନା ଓଡିଶା ଅପରେଟର ମହାସଂଘ ନା ପଶ୍ଚିମ ଓଡିଶା ଜେସିବି ଚାଳକ ନା ଆମର ଅଲ ଓଡିଶା ମେସିନ ଚାଳକ। ତେମେ କୋଉଥିରେ ଅଛ ମତେ କହୁନ? ମୁଁ ଭାଇ କୋଉଥିରେ ବି ନାହିଁ। ହଁ। ଏଇଠି ବଇଚି ସବୁଗୁରା କହୁନ। କେମିତି ଏକାଠି ହେବେ ମୁଁ ସେଇ ଉପରେ ଅଛି। ହ୍ୟାଲୋ। ହଁ। ମାନେ ସବୁ ଗ୍ରୁପ କେମିତି ଏକାଠି ହେବ ମୁଁ ସେଇ ଉପରେ ଅଛି। ଭାଇ ସମସ୍ତଙ୍କର ଲକ୍ଷ୍ୟ ଗୋଟେ ସମସ୍ତେ ଏକାଠି ହେବେ ହେଲା ଯିବେ କୁଆଡେ ତେଣୁ କରି ଯିଏ ଯୁଆଡେ ସବୁ ହେଇକି ହେବେ ଅପରେଟର ସଂଘ ନାଁ ସିନା ଅଲଗା ଅଲଗା କିନ୍ତୁ ହେଲେ ଲକ୍ଷ୍ୟ ସମସ୍ତଙ୍କର ଗୋଟେ। ଲକ୍ଷ୍ୟ ଗୋଟେ ନା ତ ତେଣୁ କରି ଖାଲି ମୋ ଜୟ ପାଇଁ ଜଗନ୍ନାଥ ମିଟିଂ ହେଇଗଲା ଚାଲ ଡାଲମା ଭାତ ଖାଅ। ଡାଲମା ଭାତ ଭାଇ ମାଛ ମାଂସ ଖାଇବାକୁ ପଇସା ହଉ ଥିବ ହେଲା ଆମେ ଏଇଥର ମିଟିଂ ଯାଇଥିଲୁ 3:30 ପାଖାପାଖି ଖାଇଛୁ ଖାଇବା ବି ସରିଗଲା। ହେଲା ହଁ। ହଉ କିଛି କଥା ନାହିଁ ଭାଇ ତମ କଥା ବି ଠିକ ଯେ କଣ କରିବା ଉଚିତ?
ତମେ ଯୋଉଟା କହିବ ସେଇଟା ଶୁଣିବି ନା ମୁଁ ଯୋଉଟା ଭାବୁଛି ମୁଁ ସେଇଟା ନିଜଟା ହିଁ ଶୁଣିବି। ଶୁଣ ହଁ ନିଜକୁ ସଦାବେଳେ ସୁନ୍ଦର ବୋଲି ଭାବିଲେ କଣ ହବ? 5 ଜଣ ସୁନ୍ଦର କହିଲେ ଏଇଟା ସୁନ୍ଦର। ତେଣୁକରି ଗୋଟେ ଜିନିଷ ହଉଛି ତମେ ଓଡିଶା ଫାଷ୍ଟ ପଟର ଟାଇମ ମହାସଂଘକୁ ଏତେ ମାନେ ସପୋର୍ଟକୁ ବି କରୁଛ ଆଉ ଆଗକୁ କରିବ ବି ମଧ୍ୟ କିନ୍ତୁ ହେଲେ ଏଇ ଯୋଉ ସ୍କାନର ଟା ପକେଇଲ କିନ୍ତୁ ହେଲେ ତମର ଯୋଉ କଙ୍କଡାହାଡ ବ୍ଲକ ତ? ଆମର ଭାଇ ଭୁବନ ବ୍ଲକ। ଆଚ୍ଛା ଭୁବନ ବ୍ଲକ ହେଲେ ଭୁବନ ବ୍ଲକରେ ତ ସଭାପତି ଉପସଭାପତି କିଏ ଥିବେ ନା ନାଇଁ? ହଁ ଯେ ମୁଁ କାହାରି ସଭାପତି ଫଭାପତି ମୁଁ ଶୁଣେ ନାହିଁ ସେମାନେ ମୋ କଥା ଶୁଣନ୍ତି। ଆଚ୍ଛା ସଭାପତି କଥା ତମେ ଶୁଣ ନା ସିଏ ତମ କଥା ଶୁଣନ୍ତି ନାଇଁ କି? କଣ କହିଲ? ମୁଁ କହିଲି ସଭାପତି ହେବା କଥା ତମେ ଶୁଣ ସିଏ ତମେ ଶୁଣ ନା ସିଏ ତମ କଥା ଶୁଣନ୍ତି? ହଁ। ଯେ ସଭାପତି ତମର ଏଠାରେ କିଏ ଅଛନ୍ତି କହିଲେ? ଆମର ସଭାପତି ମନୋଜ ବେହେରା ନା ନାୟକ ନା କଣ ଗୋଟେ ଏମିତି ଅଛନ୍ତି। ହଁ ତମେ ଭାଇ ତମେ ଏତେ ଭିଡିଓ ଛାଡୁଛ ତମେ ତମ ସଭାପତି ଜାଣିନ? ହଉ କିନ୍ତୁ ହେଲେ ଗୋଟେ ଜିନିଷ ହଉଛି ଦେଖ ଭାଇ ମାନେ ମନ ଇଚ୍ଛା ଗୋଟେ ଏମତି ସ୍କାନର ଟା ଛାଡିବା ଏଇଟା ଭୁଲ କିନ୍ତୁ କାହିଁକି ନା ଏଥିରେ ଓଡିଶା ପଟର ମହାସଂଘ ବଦନାମି ହବ ବୁଝିପାରିଲେ ତ? ଆଚ୍ଛା ଆଚ୍ଛା। ଏଇଟା ହଉଛି କଣ ଏଇଟା ହଉଛି ଗୋଟେ ପର୍ସନାଲ ତମର କୋଉ ଡିଷ୍ଟ୍ରିକ୍ଟ ଭାଇ? ଆମର ନୟାଗଡ଼ ଡିଷ୍ଟ୍ରିକ୍ଟ। ନୟାଗଡ଼ ଠିକ। ଜାଣିଲ ହଉ ହଉ ଠିକ ଅଛି ଏଇଟା ଗ୍ରୁପ ରେ ଭିଡିଓ ଟା ସେୟାର ମାର। ଆଁ କହିଲି ସେ ଭିଡିଓ ଟା ଗ୍ରୁପ ରେ ସେୟାର ମାର। କୋଉ ଭିଡିଓ ଟା? ଏଇ କୋଉଟା ତମକୁ ଖରାପ ଲାଗିଲା କି ଏଇଟା ଉଚିତ ନୁହେଁ? ଏଇ ଯୋଉଟା ସ୍କାନର ହକା ଦେଇକି ଛାଡିଛ ହଁ ସେଇଟା ହଁ। ମାର ଆଉ ସେଇଟା ମୁଁ କଲାବରେସନ ମାରିଥିଲି କାହିଁକି କଣ ପାଇଁ କି ମାନେ ଦେଖ ଟୋଟାଲ ସିଷ୍ଟମ ଉପରେ ମୁଁ ଗୋଟେ ପ୍ରୋସେସିଂ ରେ ଗୋଟେ ଯାଉଥିଲି ହେଲା। ହଁ। ମୁଁ ଗୋଟେ କାମ କରିବା ଉପରେ ମୁଁ ଯାଉଥିଲି ଆଉ ଯୋଉଟା କି ମୁଁ ମିଟିଂ ରୁ ବି ଆସିଥିଲି ଯୋଉଟା କି ମୋ ପାଖରେ ବି ପଇସା ପତ୍ର ବର୍ତ୍ତମାନ ନଥିଲା ଆଉ ଟୋଟାଲ କେତେ ଟଙ୍କା ବି ସାହାଯ୍ୟ କରିଛନ୍ତି ମୁଁ କହିଦଉଛି ରୁହ ବେ ଟୁକା ଏଇଠି ଆଇଲୁ। ଆଉ ତମେ ଠିକ ଭୁଲ ମତେ ଦେଖେଇଲ ଠିକ ଅଛି। କିଛି କଥା ନାଇଁ ଆଉ ବି କମେଣ୍ଟ ବି ଦିଟା ଆସିଛି। ୟାର ବି ଆଉ କିଛି ଦିନ ମାନେ ଯୋଉଟା କି ମୋବାଇଲ ଆସିଲା ପରେ ମୁଁ ତାର ଜବାବ ଟା ଦେବି। ବେ କେତେ ଟଙ୍କା ଇଏରେ ଟୋଟାଲ ତୋ ଫୋନ ପେ ରେ ଆସିଛି? 430 ଟଙ୍କା 430 ଟଙ୍କା ଭାଇ। ଆଉ ଆମର ଦିନକୁ ଧର ମଜୁରୀ କେତେ ଜାଣିଛ? 600 ଟଙ୍କା ତ ଭାଇ ମିନିମମ୍। ମାନେ ନା ଶୁଣ 430 ଟଙ୍କା ଟା ବଡ ଜିନିଷ ନୁହଁ କିନ୍ତୁ ହେଲେ ଗୋଟେ ଜିନିଷ ହଉଛି କଣ ନା ସ୍କାନର ଟା ପକେଇବା ଟା ହଉଛି ଖରାପ ଜିନିଷ ନା। ହଁ ହୁଁ ହୁଁ। ସ୍କାନର ପକେଇ ଭୁଲ କଲ କାହିଁକି ନା ଦେଖ ଯେହେତୁ ତମେ ଯଦି ନାଇଁ ତମର ସଭାପତି ଉପସଭାପତି କିଏ ତମର ଯଦି କହିଥାନ୍ତେ ତମେ ତ କହୁଛ ତମ କଥା ସିଏ ଶୁଣୁଛନ୍ତି ବୋଲିକା ହଁ। ତାମାନେ ତମେ ଯାହା କରୁଛ ସେଇଟା ତମ ସଭାପତି ବି ଠିକ ଆଉ ଉପସଭାପତି ତମର ଏଠି ସମସ୍ତେ ଏ ପାଇଁ ଠିକ ଆଉ। ଭାଇ ମୁଁ କଣ କହିବି ମୁଁ ଓଡିଶା ଅପରେଟର ମହାସଂଘ କଥା ବି ମୁଁ ଶୁଣେନି। ଆଉ ଯୋଉ ସ୍କାନର ପକେଇବାଟା ଯୋଉ ଏଇଟା କହୁଛ ମାନେ କାହାରି ବି ସ୍କାନର ପକା ହେଇ ପାରିବନି। ହଁ। ମାନେ ମତେ ଲାଗୁଛି ତମ କଥା ଶୁଣିକି ବୋଧେ ମୁଁ କାମ ଗୁରା କରିବି। ମୋ କଥା ଶୁଣିକି କାମ କରିବା କଥା ମୁଁ କହୁନି। ଭାଇ ଆଉ ତମେ କୋଉ କଥା ଅପେଟର ସ୍କାନର ପକେଇବା କଥା କହୁଛ ଶୁଣ ଆଉ ତାହେଲେ ସେଇଟା ମୁଁ ଗୋଟେ ଜିନିଷ କହିଲି ତମେ ଯୋଉ ଭିଡିଓ ପକଉଛ କଣ ବୋଲି କହିକି ବୁଝଉଛ ଏକଥା ହେବା ପାଇଁ କହିକି ବୁଝଉଛ ଟି ଭିଡିଓ ପକଉଛ? ହଁ ଭାଇ ଏକଥା ହଉ ଯେ ମାନେ ଏକଥା ଯଦି କାହାକୁ ଗୋଟେ ନେଇକି ଶୁଣ ଏକ ଶୁଣ ଶୁଣ ହଁ ଯଦି ମୁଁ କହିବାକୁ ଗଲେ ମୁଁ କେତେ ଲୋକଙ୍କୁ ଏମିତି ସାହାଯ୍ୟ କରିଛି ଯଦି ବି ମୁଁ ସାହାଯ୍ୟ ବି ମାଗିଲି ହୁଁ। ସେଇଟା ତମେ କହୁଛ ଭୁଲ ତାହେଲେ ମୁଁ ବି ତ କହୁଛି ସେଇଟା ଭାଇ ଭୁଲ ହେଲା କାହିଁକି ନା ଶୁଣ ଯଦି ସାହାଯ୍ୟ ମାଗିଲ ସେଟା ତମେ ଗ୍ରୁପ ଥ୍ରୋରେ ଜଣେଇବ ନା ତ ତେଣୁକରି ତମେ ମିଡିଆ ଗ୍ରୁପ ବାଲା ଥ୍ରୋରେ କୋଉଠି କୋଉ ମୋବାଇଲ ରେ କେମିତି ଜଣେଇବି କହିଲ କୋଉ ମୋବାଇଲ ଟୋଟାଲ ଆମର ଘରର ଟୋଟାଲ 5ଟା ମୋବାଇଲ ଥିଲା 5ଟା ମୋବାଇଲ 3ଟା ମୋବାଇଲ ଯୋଉରା ଚାଲୁଛି ଭାଉଜର ମୋବାଇଲ ବଡ ଭାଇର ମୋବାଇଲ ମୋ ମୋବାଇଲ ନେଇ ଯାଇଛନ୍ତି କୋଉ ଗ୍ରୁପ ରେ କାହାକୁ ଜଣେଇବ କହିଲ? କାଇଁ ମୋବାଇଲ ଆଉ ଗୋଟେ କାହାକୁ ଜଣେଇବ? କିଣିଦେଇ ମୋବାଇଲ ତ ଗୋଟେ କିଣି ଦେଇ ପାରିବ ନା ସାଥି କିଛି ଅସୁବିଧା ନାହିଁ। ହଁ ସେଇଟା ତ କିଣି ଦେଇ ପାରିବ ଯେ ତାକୁ ତ ଭାଇ ଟିକେ 5-10 ଦିନ ତ ଟିକେ ଟାଇମ ଲାଗିବ ନା। ନା ମୁଁ କୋଟିପତି ଘର ଛୁଆଡା ନା ହୁଏତ ନା ତମ ପାଖରେ ଏଇଠି ଭାଇ ବହୁତ ଥିବ ହେଲା ଯାହା ଲାଗୁଛି ମତେ। ନା ମେସିନ ଯିଏ ଚଲାଉଛନ୍ତି କେହି କୋଟିପତି ଛୁଆ ନୁହଁ ସମସ୍ତେ ଗରିବ ଘର ଏ ଛୁଆ ସେଇ କଥା ତମେ ତ କିନ୍ତୁ ହେଲେ ବୁଝିପାରୁଛ ଗୋଟେ ଶୁଣ ଜିନିଷ ହଉଛି କଣ ମୋର ହଁ ହଁ କୁହ
ନାଇଁ ନାଇଁ ଗୋଟେ ଜିନିଷ ହଉଛି କଣ କି ଯେତେବେଳେ ତମେ ଯୋଉ ସ୍କାନର ପକେଇଲ ଭାଇ ମୋବାଇଲ ମୋର ହଜିଯାଇଛି ଆଉ ଚୋରି ହେଇଯାଇଛି ଯୋଉ କହିଲ ହଁ ତ ତେଣୁ କରି ଗୋଟେ ଜିନିଷ ହଉଛି କଣ ନା ଜଣେଇଲ ତମ ପ୍ରୋବ୍ଲେମ ଟା ଏଇଟା ଠିକ ଅଛି ଭାଇ ମୁଁ ବି ତମ ଭିଡିଓ ଦେଖୁଛି ଆଉ ମତେ ବି ଭାରି ଖରାପ ଲାଗିଲା ଯେ ନାଇଁ ଚାଲ ଠିକ ଅଛି ଗୋଟେ ଭିଡିଓ ଗୋଟେ ଛାଡୁଥିଲେ ମୋବାଇଲ କିଏ ଗୋଟେ ନେଇଗଲା ତ ତେଣୁକରି ଆମକୁ ବି ଖରାପ ଲାଗିଲା କିନ୍ତୁ ହୁଁ ସ୍କାନର ପକେଇଲ ବହୁତ ଭାଇ ବି କିଛି କହିଛନ୍ତି ଯେ କମେଣ୍ଟ ମାଧ୍ୟମରେ ଯେ ଭାଇ କିଛି ଅସୁବିଧା ନାହିଁ ବହୁତ ଆମେ ଭାଇ ଅଛୁ। ନୁହେଁ ଟୋଟାଲ 2 ଜଣ ଭାଇ ତମେ କଲ ଯୋଉଟା କି କାଲି କରିଥିଲ ହୁଁ ଏଟା ମୁଁ ବୋଧେ କଣ କହିବି ସେପଟେ ମୁଁ ସେ ଟେନସନରେ ମୁଁ ସେପଟେ ରହିଲି। ହଉ ହଁ ଠିକ ଅଛି କିଛି ନାଇଁ ୟାର ବି ତାର ସାମ୍ନାକୁ ଆସିଯିବ ଆଉ କେମିତି କଣ କହିବି କାହାକୁ ତମେ ଯଦି ସ୍କାନର ପକା କଥା କହୁଛ ତମେ ଏଇ ମୋ ଟୋଟାଲ ଆଇଡି ଟାକୁ ହଁ ପ୍ରଥମରୁ ଦେଖି ଦେଖି ଆସ ହୁଁ କେତେଟା ସ୍କାନର ପଡିଛି କେତେଟା କଣ କଣ ହେଇଛି। ଆରେ ଭାଇ ପ୍ରଥମରୁ କଣ ଦେଖିବି ଯେ ଆମେ ତ ଆରମ୍ଭ କଲା ଲୋକ ଆମେ ଆଉ ତମେ ଓଡିଶା ଅପରେଟର ମହାସଂଘରେ ଜଏନ ଅଛ ତ? ହଁ ହଉ ଠିକ ଅଛି ନୟାଗଡ଼ ଡିଷ୍ଟ୍ରିକ୍ଟ ର ନା ଆମ ରଞ୍ଜନ ଭାଇ ଅଛନ୍ତି ଉପସଭାପତି ହେଲା। ଆଉ ଚନ୍ଦ୍ରକାନ୍ତ ଚିହ୍ନିଛ ନା ନାଇଁ? ଚନ୍ଦ୍ରକାନ୍ତ ଭାଇଙ୍କୁ ଚିହ୍ନିଥିବି ବୋଧେ ମୁଁ ଜାଣିପାରୁନି ମୁଁ ରଞ୍ଜନ ଭାଇଙ୍କ ସହିତ କଥା ହୁଏ ଲିଲେନ ଭାଇଙ୍କ ସହିତ କଥା ହୁଏ। ଆଉ କିନ୍ତୁ ତେବେ କାହାରି ନମ୍ବର ଏବେ ତ ବର୍ତ୍ତମାନ ନାହିଁ ମୋ ମୋବାଇଲ ଆସିଲା ପରେ ହିଁ ଯୋଉଥିରେ ହଁ ଶୁଣ ଗୋଟେ ଜିନିଷ ହଉଛି କଣ ମତେ ରିମୁଭ ମାରା ଯାଇଛି ପୁଣି 5ଟା ଡିଷ୍ଟ୍ରିକ୍ଟରୁ ଆଉ ମୁଁ କୋଉ ଓଡିଶା ଅପରେଟର ମହାସଂଘ କଥା କହିବି। ତମକୁ ରିମୁଭ କାହିଁକି ମାଇଲେ ତମେ ଏତେ ହେଲ୍ପ କରୁଥିଲ ତମକୁ କାହିଁକି ରିମୁଭ ମାଇଲେ? ତାଙ୍କର କଥାର ପ୍ରତି ଉତ୍ତର ରଖି ଜବାବ ଦେଲି ସେଇ ସକାଶେ ଆମର ଯୋଉ ମାନେ ଢେଙ୍କାନାଳ ମିଟିଂ କୁ ନେଇ ଜାଣିବା ଦରକାର ନା କାହିଁକି ନା ମୁଁ ଏଇଥିପାଇଁ କହୁଛି କାହିଁକି ନା ଆକ୍ଚୁଆଲି ଜିନିଷ ଟା ଜାଣିନୁ ତ ତେଣୁକରି ତମ ଭିଡିଓ ଦେଖୁଥିଲୁ ତମ ପାଖକୁ ଫୋନ କଲୁ ତ ତେଣୁକରି ସେଇଟା ଆମେ ଜାଇଁଲେ ତ ପୁଣି କଣ ଗୋଟେ ଇଏ କରିବୁ ନା ତ ତେଣୁକରି ନାଇଁ ଆମେ ଗୋଟେ ପଦକ୍ଷେପ ନବା କି କଣ କରିବା ତ ସେଇଥିପାଇଁ ତ ମୁଁ ସେଇଟା ଭାଇ ମୋବାଇଲ ଟା ହଜିଗଲେ ତମେ କଣ ପଦକ୍ଷେପ ନବ ଗୋଟେ ଅପରେଟର ଗୋଟେ ନା ନା ମରିଗଲା ସାହାଯ୍ୟ ଏଇଠି ସହଯୋଗ ବର୍ତ୍ତମାନ ନା ନା କରୁଛନ୍ତି ଏଇଟା ହଁ। ଗୋଟେ ମେନ୍ ମେଟର କଥା କହିଲ ଯୋଉଟା କି ତମେ ଏତେ ଭିଡିଓ କରୁଥିଲ ଛାଡୁଥିଲ ବି ସବୁଠି କାମ ଦାମ ବନ୍ଦ କରିକି ସମୟ ଦଉଥିଲ ତ ତେଣୁକରି ଆଜି କଣ ପାଇଁ ତମକୁ 5ଟା ଜିଲ୍ଲାରୁ କାହିଁକି ତମକୁ ରିମୁଭ ମାଇଲେ ସେଇଟା ପୁଣି ଜାଣିବା ଦରକାର ନା କଣ ପାଇଁ ମାଇଲେ? ହଁ ସେଇଟା ରିମୁଭ ମାଇଲେ ପରା ମୁଁ ମାନେ ଲିଲେନ ସାମନ୍ତରାୟ ତା ବିବାଦୀ ହେଲି ଆଉ ଯୋଉଟା କି ଆମର ଉପସଭାପତି ରଞ୍ଜନ ଭାଇ ନୟାଗଡର ହଁ ତାଙ୍କ ସହିତ ବିବାଦ ହେଲି ଯଦି ତମେ ଓଡିଶା ଅପରେଟର ମହାସଂଘରେ ଅଛ ଆଉ ତମେ ତାଙ୍କୁ ଜାଣିଥିବ ତ ତାଙ୍କ ପଚାରିନି ଆଉ କଣ ପିଙ୍କୁ ସହିତ କଣ କେମିତି ହେଲା ଆଉ ତାକୁ ରିମୁଭ କାହିଁକି ମାରାଗଲା ଏଇ କଥା ପଚାର ଟିକେ? ମୁଁ ତ ଆଜି ହଁ ଯାଏ ଜାଣିପାରିଲିନି ମତେ ପ୍ରତି ଉତ୍ତର ରଖିଲେନି ସେଥିପାଇଁ ମୁଁ ସବୁ ସଂଗଠନ ସହିତ ମୁଁ କଥା ହବାକୁ ଷ୍ଟାର୍ଟ କଲି ହେଲା ଆଉ ମୁଁ ହଁ ବି କହିଦେଲି 2 ମାସ ଭିତରେ ଚାଲେଞ୍ଜ ଯୋଉଟା କି ପୁରା ମାରାମାରି ଆଉ 2 ମାସ ଭିତରେ ଆଉ ଗୋଟେ ମିଟିଂ ଯୋଉଟା ଓଡିଶାର ଲାଷ୍ଟ ମିଟିଂ ରହିବ ଲାଷ୍ଟ ମିଟିଂ ନା ଏଇଠି ଶଳା ଟୋଟାଲ ତ ଯାହା ଅପରେଟର ଯାହା ମତେ ଟେନସନ ଦଉଛନ୍ତି ଗ୍ରୁପ ବାଲା ହୁଁ ତାପରେ ଏଠି ଗୋଟେ ମାନେ ଟୋଟାଲ ଏମିତି ଶଳା କିଏ ମାରିଲା ମାନେ ଟୋଟାଲ ଜାଣି ହଉନାହିଁ ଏବେ କଣ ଯାଇକି ମୁଁ ପୁଲିସ ଷ୍ଟେସନ ପୁରା ଏବେ ଆମେ ନାଇଁ ଏବେ କଣ ଗୋଟେ ନୂଆ ସଂଗଠନ ହବ ନା ନାଇଁ କେମିତି କଣ ହବ? ସଂଗଠନ ହବ ସେଇଟା ମୋବାଇଲ ଆସିଲେ ତ ହବ। ହଁ ଆଉ ଇଏ ଓଡିଶା ଅପରେଟର ମହାସଂଘରେ ମୁଁ ବି ଅଛି ବହୁତ ଆଗରୁ ଅଛି ଆଉ ହୁଁ ତ ତେଣୁ କରି ବାଦ ବିବାଦ ସେମିତି ଚାଲିଥିବ କିନ୍ତୁ ହେଲେ ଭାଇ ମୁଁ କେତେବେଳେ ବାଦ ବିବାଦକୁ ଧରିକି ଚାଲେ ନା ମୋର ଗୋଟେ ଲକ୍ଷ୍ୟ କଣ ନା ଭାଇ ଆମର ଲାଇଫ ଟା ପୁରା ଏଇ ଭିତରେ ବର୍ବାଦ ହେଇଗଲା ତେଣୁ ଆମେ ଲାଇଫ ଟା ଆମେ କିଛି କରିପାରିଲୁନି ତମ ମାନଙ୍କର ଲାଇଫ ଅଛି ହେଲା ହୁଁ ହୁଁ ତ ତେଣୁକରି ତମ ଭିଡିଓ ଛାଡିଛି କିନ୍ତୁ ହେଲେ ମତେ କିନ୍ତୁ ଭଲ ଲାଗୁନି କାହିଁକି ନା ତମର ସବୁ ମୁଁ ଦେଖୁଛି ଭିଡିଓ ଦେଖୁଛି ଆଉ ତମକୁ ଷ୍ଟଡି କରୁଛି ନାଇଁ କଣ କେମିତି ଭଲ ମନ୍ଦ ଭଲ ତ ତେଣୁ ଲାଗୁନି କହିଲେ ଭଲ ଲାଗୁନି କହିଲ ଟୋଟାଲ ମାନେ ଯୋଉ ମୋବାଇଲ ଗୁରା ବି ଚୋରି ହେଇଛି ଏଇଟା ଛାଡିବାର ବି ଗୋଟେ କାରଣ ଅଛି ଭାଇ ବାବା ଭାଇ ହଁ ଖରାପ ଭାବିବନି ଶୁଣ ହଁ ଆମର ଯୋଉ ଆଖ ପାଖରେ ମାନେ ଘରୁ ଏତେ ସବୁ କାଣ୍ଡ ହେଇଗଲା ମାନେ କୋଉଠି ଆମର ଏଇ ଆଖ ପାଖର ହେଇଥିବ ସବୁ କିଛି ଜାଣିଥିବ ହୁଁ ନେଇଯିବ ହୁଁ ଛାଡିବାର କାରଣ ଏଟା ବି ଗୋଟେ ହେଲା ଆଉ ତାପରେ ଦେଖ ମୋ ପାଖରେ ଟୋଟାଲ ମୁଁ ମିଟିଂ ରୁ ଆସିଥିଲି ମିଟିଂରେ ମୋଠି ଥିଲା 7-8 ହଜାର ଭଳିଆ ଥିଲା ହୁଁ ମିଟିଂରେ ତମେ ଜାଣିଛ ସାଙ୍ଗସାଥି ଭିତରେ ଉଡିଗଲା ତାପରେ ସେ ବି ଗୋଟେ କଥା ଗଲା ତାପରେ ମତେ ବି ଜଣେଇବାର ଥିଲା ଗ୍ରୁପ ବାଲାଙ୍କୁ ବି କି ମୋର ମୋବାଇଲ ଟା ହଜିଛି ତ ମୁଁ କେମିତି କଣ କରିବି ମୋ ପାଖରେ ଆଇଡି ବି ନାହିଁ ଭାଇ ସେ ସବୁ ଫାଲତୁ ଜିନିଷ ଏଇ ଆମର ଓଡିଶାରେ ହେଲା
ନା ନା ଗୋଟେ ଜିନିଷ ହଉଛି କଣ କହିଲ ଦେଖ କାହା ପାଇଁ କଣ ଏଥିରେ ମୋର କିଛି ମତଲବ ନାହିଁ କିନ୍ତୁ ମୁଁ ଜାଣିଛି ମୋର ଗୋଟେ ମତଲବ ହେଲା କଣ ଭାଇ ମୁଁ ଯେତିକି ଦିନ ରହିବି ଯେତିକି ଦିନ ସାଙ୍ଗରେ ମିଶିବି ତମ ସବୁ ଭାଇ ମାନଙ୍କର ଭଲ ଚିନ୍ତାଧାରା ରଖିବି ଜାଣିଲ କି? ସେଇଆ ଭାବେ କିନ୍ତୁ ଖରାପ ଚିନ୍ତାଧାରା ନାହିଁ ଏ ଭାଇ ଅଢେଇ ଦିନ ଜୀବନ ମୁଁ ଭାଇ ସଦାବେଳେ ସବୁ ଭାଇ ମାନଙ୍କୁ ମୁଁ କହୁଛି ଯେ ଭାଇ ଯଦି ବଞ୍ଚିବାର ଅଛି ତ ଡରି ଡରିକି ଆଉ ବଞ୍ଚିକି କିଛି ମୂଲ୍ୟ ନାହିଁ। ମୂଲ୍ୟ ନାହିଁ ହଁ। ଅଢେଇ ଦିନ ବଞ୍ଚ କିନ୍ତୁ ହେଲେ ଛାତି ଦେଖେଇକି ବଞ୍ଚ। ହଁ ସେଇଟା ତ ଠିକ କଥା କିନ୍ତୁ ବାବା ଭାଇ ମତେ କ୍ଷମା କରିଦବ ଆକ୍ଚୁଆଲି ମୁଁ ସମସ୍ତଙ୍କୁ ଜଣେଇବା ପାଇଁ ଚାହୁଁଥିଲି କି ମୋର ବି ମୋବାଇଲ ଟା ହଜିଛି। କାହିଁକି ନା ମିଟିଂ ଏଷ୍ଟେଟ କମିଟି ଆମର ଯୋଉ ଗୋଟେ ରହୁଛି ନା ସବୁ ହଁ ଗ୍ରୁପ ବାଲା ସେଠି ରହୁଛନ୍ତି ହେଲା। ଏଷ୍ଟେଟ କମିଟିରେ ଗୋଟେ ମିଟିଂ ଥିଲା। ଆଉ ଯୋଉଟା କି ମୁଁ କାହାରି କଥା ଶୁଣି ନଥିଲି ଆଉ ଓଡିଶାରେ ଗୋଟେ ଲାଷ୍ଟ ମିଟିଂ ଗୋଟେ ରଖାଯାଉ ଏମିତି କିଛି ମୁଁ ଭଏସ ପିନ୍ ରଖିଥିଲି। ଆଉ ମାନେ ସେଦିନ ଭଏସ ଚାଟ ବି ହେଇଥାନ୍ତା 9ଟା ପାଖାପାଖି ସକାଳ। ସେ ଗୋଟେ କାମ କରୁନ ସେ ଇଏ କରିବ କି ସେ ଯୋଉ ଭିଡିଓ ଟା ଡିଲେଟ କରିଦଉନ। କୋଉ ଭିଡିଓ ଟା? ଏଇ ଯୋଉଟା ସାଙ୍ଗ ମୋ ମୋବାଇଲରେ ଛାଡିଛ। ହଉ ଭାଇ ଠିକ ଅଛି ଡିଲେଟ ତ ମାରିବିନି ମୁଁ ଗୋଟେ କାମ କରୁଛି ମାନେ ସେଇ ଆଇଡି ଟାରୁ ମୁଁ କାଟି ଦଉଛି ହେଲା।